Welcome to Academic Reaction 2024 by Abacus Academy. ଆସନ୍ତୁ ଦେଖିବା ଦଶମ ଶ୍ରେଣୀ ଜୀବବିଜ୍ଞାନ ବହିର ଚାପ୍ଟର 2 ଶୋଷଣ। ଏହାର ମଧ୍ୟ ଦୁଇଟି ପାର୍ଟ ଆସିବ। ପ୍ରଥମ ପାର୍ଟକୁ ଡିସ୍କସ୍ କରିବା ଏବଂ ସବୁ ଭିଡ଼ିଓ ଭଳି ଏହି ଭିଡ଼ିଓର ଡିସ୍କ୍ରିପ୍ସନରେ ମଧ୍ୟ ଏହି କୋଶ୍ଚିନ୍ ଗୁଡ଼ିକର ଅନଲାଇନ୍ ଟେଷ୍ଟ ରହିବ। ସେହି ଅନଲାଇନ୍ ଟେଷ୍ଟ ଲିଙ୍କକୁ ଆଟେଣ୍ଡ କରି କେତେଦୂର ପାଠ୍ୟବସ୍ତୁକୁ ମନେ ରଖିଲେ ସେସବୁ ମଧ୍ୟ ଆମେ ଜାଣିପାରିବା। ଆସନ୍ତୁ ଆଉ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା ଏବଂ ସେ ଅନଲାଇନ୍ ଟେଷ୍ଟର ପାସପୋର୍ଟଟି ଭିଡ଼ିଓ ମଧ୍ୟରେ ମୁଁ ଆପଣଙ୍କୁ ଜଣାଇଦେବି। ଦେଖନ୍ତୁ ଆସିଗଲା ପ୍ରଥମ ପ୍ରଶ୍ନ। ଯେଉଁ ପ୍ରକ୍ରିୟାରେ ଜୀବ ଗ୍ରହଣ କରିଥିବା ଖାଦ୍ୟର ଜାରଣ ଘଟି ଶକ୍ତି ମୁକ୍ତ ହେବା ସହିତ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୁଏ ତାହାକୁ କ'ଣ କୁହାଯାଏ? ଦେଖନ୍ତୁ ଗୋଟେ ସିମ୍ପଲ କ୍ୱେଶ୍ଚିନ୍ ଅଛି ଯେଉଁଟାକି ଆମେ ଏହି ପାଠ ଆରମ୍ଭର ପ୍ରଥମ ଦିନ ଆମେ ଜାଣିଥିବା। ଯେଉଁ ପ୍ରକ୍ରିୟାରେ ଜୀବ ଗ୍ରହଣ କରିଥିବା ଖାଦ୍ୟର ଜାରଣ ଘଟିବ ସେଥିରୁ ପୁଣି କ'ଣ ବାହାରିବ? ଶକ୍ତି ବାହାରିବ, ଶକ୍ତି ମୁକ୍ତ ହେବ। ତା ସହିତ ଆଉ କ'ଣ ନିର୍ଗତ ହେବ? ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବ। ତା ଅର୍ଥ ଖାଦ୍ୟରୁ ଶକ୍ତି ନିଷ୍କାସନ ହେଉଛି, ତା ମାନେ ଏହା ନିହାତି ଭାବେ କାହାର ଡେଫିନେସନ୍? ନା ଶୋଷଣ। ତ ଯେଉଁ ପ୍ରକ୍ରିୟାରେ ଆମକୁ ଖାଦ୍ୟରୁ ଶକ୍ତି ମିଳେ ତାହାକୁ ମଧ୍ୟ ଆମେ ଶୋଷଣ ବୋଲି କହିପାରିବା। ଆଉ ଏଠି ତ ଲେଖାଯାଇଛି ଏହା ହେଉଛି ଶୋଷଣର ସଂଜ୍ଞା। ଓକେ, ନେକ୍ସଟ କ୍ୱେଶ୍ଚିନ୍ ଅଛି ଶୋଷଣ ଏକ ଡ୍ୟାସ୍ ପ୍ରକ୍ରିୟା। ତାମାନେ ଶୋଷଣ ଯେଉଁ ପ୍ରକ୍ରିୟାଟା ଅଛି ତାହା ଆମର ଚୟ ନା ଅପଚୟ ନା ଚୟାପଚୟ ନା ଉପରୋକ୍ତ ସମସ୍ତ? ଏହାର ସଠିକ୍ ଆନ୍ସର ହେଉଛି କ'ଣ? ନା ଅପଚୟ। କାହିଁକି ନା ଏହା ହେଉଛି ଏକ ଧ୍ୱଂସାତ୍ମକ ପ୍ରକ୍ରିୟା। ତାମାନେ ଆମେ ଦେଖିଥିବା ପୂର୍ବ କ୍ୱେଶ୍ଚିନ୍ରେ ଥିଲା କ୍ୱେଶ୍ଚିନ୍ ଜୀବ ଗ୍ରହଣ କରିଥିବା ଖାଦ୍ୟର କ'ଣ ଘଟିବାକୁ ପଡ଼ିବ? ଜାରଣ ଘଟିବ। କ'ଣ ଘଟିବ? ଜାରଣ ଘଟିବ। ଘଟି ସେଥିରୁ କ'ଣ ବାହାରିବ? ଶକ୍ତି ମିଳିବ। ତାମାନେ ଯାହା ଆମେ ଖାଦ୍ୟ ଗ୍ରହଣ କରିଛନ୍ତି ସେଗୁଡ଼ିକ ଆମ ଶରୀରରେ ଧ୍ୱଂସାବଶେଷ ହେଲେ ହିଁ ସେଥିରୁ ଶକ୍ତି ନିର୍ଗତ ହେବ। ତାମାନେ ଶୋଷଣ ଏକ କେଉଁ ପ୍ରକ୍ରିୟା? ଅପଚୟ ବା ଧ୍ୱଂସାତ୍ମକ ପ୍ରକ୍ରିୟା। ଖାଦ୍ୟ ପଦାର୍ଥ ସବୁଗୁଡ଼ିକର ସେ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିକି ଧ୍ୱଂସ କରିକି ସେଥିରୁ ଶକ୍ତି ନିର୍ଗତ କରିକି ଆମକୁ ଯୋଗାଇବା କାମ ହେଉଛି ଏହି ଶୋଷଣ ପ୍ରକ୍ରିୟାର। ନେକ୍ସଟ, କୋଷର ଶକ୍ତି କେନ୍ଦ୍ର କାହାକୁ କୁହାଯାଏ? ଆମେ ଯେଉଁ ଜାଣିଲେ ଏଇ ଶକ୍ତି ନିର୍ଗତ ହେଉଛି ଖାଦ୍ୟରୁ, ତା ତ ଏଇ ସବୁ କାମ ଆମ କୋଷରେ କିଏ କରୁଛି? ନା ଗୋଟେ ଅଙ୍ଗିକା ଅଛି, ତା ନାଁ ହେଉଛି କ'ଣ? ମାଇଟୋକଣ୍ଡ୍ରିଆ। ତା ନାଁ ହେଉଛି କ'ଣ? ମାଇଟୋକଣ୍ଡ୍ରିଆ। ମାଇଟୋକଣ୍ଡ୍ରିଆ ସଂକ୍ଷେପରେ ଜାଣିବା। ଦେଖିବା ନବମ ଶ୍ରେଣୀରେ ମଧ୍ୟ ମାଇଟୋକଣ୍ଡ୍ରିଆ ପଢ଼ିଛନ୍ତି, ତଥାପି ଆମେ ଟିକେ ମନେ ରଖିବା, ମନେ ପକାଇଦେବା। ପ୍ରଥମ ଜିନିଷ କୁହନ୍ତୁ, ମାଇଟୋକଣ୍ଡ୍ରିଆର ବାହ୍ୟ ଯେଉଁ ଝିଲ୍ଲି ଅଛି, ଆବରଣ ଝିଲ୍ଲି ଅଛି, ସେ କେତେ ସ୍ତର ବିଶିଷ୍ଟ? ନା ତାହା ହେଉଛି 2 ସ୍ତର ବିଶିଷ୍ଟ। ବର୍ତ୍ତମାନ ଆମେ ଯାହା ଡ୍ରଇଂ କଲେ ଇଏ ହେଉଛି କ'ଣ? ନା ବହି ଆବରଣ ବା ବାହାର ଆବରଣଟା। ଏଇଟା ହେଉଛି ସେକେଣ୍ଡ ଆବରଣ। ଆପଣ କହିପାରିବେ ବା ପଚାରିପାରିବେ ବହି ଆବରଣ ତ ଗୋଟେ ସାଧାରଣ ଝିଲ୍ଲିରେ ଦେଖାଯାଉଛି, କିନ୍ତୁ ଏ ଯେଉଁ ଆଭ୍ୟନ୍ତରୀଣ ବା ଅନ୍ତଃ ଝିଲ୍ଲିଟି ଖାଲଟେ ହୋଇ କାହିଁକି ଅଛି? କାହିଁକି ନା ଆମେ ଦେଖିପାରିବା ଦେଖନ୍ତୁ ଇଏ ହେଉଛି ପ୍ରଥମ ଝିଲ୍ଲି ବା ଯାହାକୁ କୁହାଯାଏ କ'ଣ? ବାହ୍ୟ ଝିଲ୍ଲି। ଏଇଟା ହେଉଛି କ'ଣ? ଅନ୍ତଃ ଝିଲ୍ଲି। ଦେଖିଥିବେ ଏ ଯେଉଁ ଅନ୍ତଃ ଝିଲ୍ଲିଟା ଏ ଭିତରେ ଭିତରେ କ'ଣ ଆଙ୍ଗୁଠି ଭଳିଆ ଭିତରକୁ ପଶିଯାଇଛି। ଦେଖନ୍ତୁ ଏଇଠି ବି, ଏଇଠି ବି, ଏଇଠି ବି, ଏଇଠି ବି, ଏଇଠି ବି। ତା ସହ ଅନ୍ତଃ ଝିଲ୍ଲିଟି ସ୍ଥାନେ ସ୍ଥାନେ ଆଙ୍ଗୁଠି ଭଳି ଭିତରକୁ ଭାଙ୍ଗ ହୋଇ ପଶିଯାଇଛି, ତାହାକୁ ଆମେ କହୁଛନ୍ତି କ୍ରିଷ୍ଟା। କ'ଣ କହିଥାଉ? କ୍ରିଷ୍ଟା। ବର୍ତ୍ତମାନ ଆବରଣ ଝିଲ୍ଲି କଥା ସରିଲା। ବର୍ତ୍ତମାନ ଆଉ ଟିକେ ଭିତରକୁ ଯିବା। ଦେଖନ୍ତୁ ଏ ଭିତରେ ଯାହା ବି ଖାଲି ସ୍ଥାନ ଅଛି ଏଠି କିଛି ରସାଳ ପଦାର୍ଥ ଅଛି, ଏଠି କିଛି ରସାଳ ପଦାର୍ଥ ଅଛି ମାଇଟୋକଣ୍ଡ୍ରିଆର ଆଭ୍ୟନ୍ତରରେ। ଏଇଟା ଏହାକୁ ଏସବୁ ତଳବଦ୍ଧକୁ ଆମେ କହିବା ଆଭ୍ୟନ୍ତରୀଣ ସ୍ଥାନକୁ ଆମେ କହିବା, ବା ଯେଉଁ ରସବଦ୍ଧକୁ ଆମେ କହିବା ଆଧାର। କ'ଣ କହିବା? ଆଧାର ବା ଆକୁ ଆମେ କହୁ ମାଟ୍ରିକ୍ସ। ତ ମାଇଟୋକଣ୍ଡ୍ରିଆର ଆଭ୍ୟନ୍ତରରେ ଥିବା ରସାଳ ପଦାର୍ଥକୁ ଆମେ କହିବା ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସ କହିପାରିବା ବା ଆଧାର କହିପାରିବା। ଆଉ ବାହ୍ୟ ଆର ଆବରଣ ଝିଲ୍ଲି କେତେ ସ୍ତର ବିଶିଷ୍ଟ? ନା 2 ସ୍ତର ବିଶିଷ୍ଟ। ଆଭ୍ୟନ୍ତର ଝିଲ୍ଲି ସ୍ଥାନ ସ୍ଥାନ ଆଙ୍ଗୁଠି ଭଳି ଭିତରକୁ ପଶି ରହିଛି, ତାକୁ ଆମେ କ'ଣ କହିଥାଉ? କ୍ରିଷ୍ଟା ବୋଲି କହିଥାଉ। ଏହା ଥିଲା ମାଇଟୋକଣ୍ଡ୍ରିଆ ବିଷୟରେ ସାମ୍ୟକ ଜ୍ଞାନ, ଯାହାକୁ ଆମେ କ'ଣ କହିଥାଉ? କୋଷର ଶକ୍ତି କେନ୍ଦ୍ର ବୋଲି କହିଥାଉ। ନେକ୍ସଟ ଯିବା, କୋଷର ଶକ୍ତି ମୁଦ୍ରା କାହାକୁ କୁହାଯାଏ? ଶକ୍ତି କେନ୍ଦ୍ର ବୋଲି ବୁଝିଲେ ଆମେ ମାଇଟୋକଣ୍ଡ୍ରିଆ। ବର୍ତ୍ତମାନ ସେ ଯେଉଁ ଶକ୍ତି ବାହାରୁଛି ସେ ଶକ୍ତି କେଉଁ ଆକାରରେ ବାହାରୁଛି? ନା ମନେ ରଖିବା ଏହାକୁ ଏଟିପି। ତେଣୁକରି ଆମେ ମାଇଟୋକଣ୍ଡ୍ରିଆ କୋଷର ଶକ୍ତି ମୁଦ୍ରା କହିଲେ ଆମେ କାହାକୁ ବୁଝୁଛେ? ନା ଏଟିପି। ଶକ୍ତି କେନ୍ଦ୍ର କହିଲେ ମାଇଟୋକଣ୍ଡ୍ରିଆ, ଶକ୍ତି ମୁଦ୍ରା କହିଲେ ଏଟିପି। ବର୍ତ୍ତମାନ ଆମେ ଯେଉଁ ପଢ଼ିଲେ ଶୋଷଣ ବିଷୟରେ,
ନା ଶୋଷଣ କେତେ ପ୍ରକାର ହେଇପାରିବ? ଶୋଷଣ ହେଉଛି ଦୁଇ ପ୍ରକାରର। ଗୋଟେ ହେଉଛି ବାୟୁ ଉପଜୀବୀ ଶୋଷଣ, ଆଉ ଗୋଟେ ବାୟୁ ଅପଜୀବୀ ଶୋଷଣ। ବାୟୁ ଉପଜୀବୀ ତାମାନେ ଆମର ଏମିତି କିଛି ଗୋଟେ ବାୟୁ ଥିବ ଯାହାକୁ ସେ ଉପଯୋଗ କରୁଥିବ। କିଏ ସିଏ? ନା ଅମ୍ଳଜାନ। ଯଦି ଅମ୍ଳଜାନର ଉପସ୍ଥିତିରେ ହେଉଛି ତାହେଲେ ତାକୁ ଆମେ କହୁ ବାୟୁ ଉପଜୀବୀ ଶୋଷଣ। ଅମ୍ଳଜାନର ଅନୁପସ୍ଥିତିରେ ହେଲେ ଆମେ କହୁ ବାୟୁ ଅପଜୀବୀ ଶୋଷଣ। କ'ଣ କହିଥାଉ? ଶୋଷଣ ଦୁଇ ପ୍ରକାରର। ଅମ୍ଳଜାନ ଉପସ୍ଥିତିରେ ଯଦି ଶୋଷଣ ପ୍ରକ୍ରିୟା ହେଉଛି ତାକୁ କହିବା ଆମେ ବାୟୁ ଉପଜୀବୀ ଶୋଷଣ। ଅମ୍ଳଜାନର ଅନୁପସ୍ଥିତିରେ ଯଦି ହେଉଛି ତାକୁ ଆମେ କହିବା ବାୟୁ ଅପଜୀବୀ ଶୋଷଣ। ବର୍ତ୍ତମାନ ଦେଖିବା ଏଟିପି, ଯାହାକୁ ଆମେ କହୁ ଶକ୍ତି ମୁଦ୍ରାଲି କହିଲେ ବା ଶକ୍ତି କହିଲେ। ବର୍ତ୍ତମାନ କୁହନ୍ତୁ ବାୟୁ ଉପଜୀବୀ ଶୋଷଣ ଯଦି 38ଟା ଏଟିପି ଅଣୁ ସୃଷ୍ଟି ହେଉଛି, ବାୟୁ ଅପଜୀବୀ ଶୋଷଣରେ କେତୋଟି ଏଟିପି ଅଣୁ ସୃଷ୍ଟି ହେବ? ଦେଖିବା ବାୟୁ ଅପଜୀବୀ ଶୋଷଣରେ କ'ଣ ହେଉଛି କହିଲେ? ନା ଅମ୍ଳଜାନର ଆବଶ୍ୟକତା ପଡ଼ୁଛି। ବାୟୁ ଉପଜୀବୀ ଶୋଷଣରେ ଅମ୍ଳଜାନର ଆବଶ୍ୟକତା ପଡ଼ୁଛି। ତେଣୁକରି ଏଠାରେ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ହେଉଛି। କ'ଣ ହେଉଛି? ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ହେଉଛି। ଯେହେତୁ ସମ୍ପୂର୍ଣ୍ଣ ଜାରଣ ହେଉଛି ତେଣୁ ଏଠାରେ ଅଧିକ ଶକ୍ତି ଉତ୍ପନ୍ନ ହୁଏ। ତାମାନେ କେତୋଟି? 38ଟି। ସେହିପରି ବାୟୁ ଅପଜୀବୀ ଶୋଷଣରେ ଏଠି ତ ଅମ୍ଳଜାନର ଆବଶ୍ୟକତା ହିଁ ନାହିଁ ବା ଏଠି ଅମ୍ଳଜାନକୁ ମିଳେ ହିଁ ନାହିଁ। ତେଣୁକରି ଅମ୍ଳଜାନ ଅଭାବରେ ହେଉ କିମ୍ବା ଅମ୍ଳଜାନର ଅନୁପସ୍ଥିତିରେ ହେଉ ଏହି ଶୋଷଣ ପ୍ରକ୍ରିୟା ହେଉଛି। ତାମାନେ ଏଠି ମଧ୍ୟ କେବେ ବି କ'ଣ ବାୟୁ ଉପଶୋଷଣ ଅଧିକ ଶକ୍ତି ମିଳିବ କି? ନାହିଁ। କାରଣ ଏଟା ସଠିକ୍ ଆନ୍ସର ହେଉଛି ଦୁଇଟି ଏଟିପି ମିଳୁଛି ବା ସବୁଠୁ କମ୍ ଶକ୍ତି ଏଠି ମିଳୁଛି ବା ଏଠି ଗ୍ଲୁକୋଜର ଅସମ୍ପୂର୍ଣ୍ଣ ଜାରଣ ହେଉଛି। କୋଷୀୟ ଶୋଷଣ ପାଇଁ ମୁଖ୍ୟ ଆଧାର ରସାୟନ ରୂପେ କାହାକୁ ବିବେଚନା କରାଯାଏ? ଏଠି ମନେ ରଖିବା କୋଷୀୟ ଶୋଷଣର ମୁଖ୍ୟ ଆଧାର ରୂପେ କାହାକୁ ବ୍ୟବହାର କରାଯାଏ? ନା ଗ୍ଲୁକୋଜ ଅଣୁ। ଏଠାରେ ଭୁଲ ଅପସନକୁ ଦିଆଯାଇଛି। ସଠିକ୍ ଆନ୍ସର ହେଉଛି ଗ୍ଲୁକୋଜ ଅଣୁ। ଆମେ ଦେଖିବା ଗ୍ଲୁକୋଜ ଆମେ ଖାଉଥିବା ଖାଦ୍ୟର ମୁଖ୍ୟ ଉପାଦାନ ଗ୍ଲୁକୋଜ ହିସାବରେ ଗ୍ଲୁକୋଜ ନିଆଯାଏ। ତେଣୁକରି ଆମେ ଦେଖିଥିବା ଶୋଷଣ ଯେତେବେଳେ ଯାହା ବି ଲେଖାଯିବ ଆମେ ସବୁବେଳେ ଲେଖାଯାଉଛି କ'ଣ? 6 ଅଙ୍ଗାରକ ବିଶିଷ୍ଟ ଗ୍ଲୁକୋଜ ଅଣୁ। ତାର ସଠିକ୍ ଉତ୍ତର ହେଉଛି କ'ଣ? ଗ୍ଲୁକୋଜ ଅଣୁ। ମୁଖ୍ୟ ରସାୟନ ରୂପେ କାହାକୁ ବିବେଚନା କରାଯାଏ? ଗ୍ଲୁକୋଜ। ଇଏ କେତେ କାର୍ବନ ବିଶିଷ୍ଟ? 6 କାର୍ବନ। କାହିଁକି 6 କାର୍ବନ ଯୁକ୍ତ ବା 6 ଅଙ୍ଗାରକ ଯୁକ୍ତ ବୋଲି କୁହାଯାଏ? ଗ୍ଲୁକୋଜ ସଂକେତ ହେଉଛି କ'ଣ? C6H12O6 ହେଲା। କେତେ ଅଙ୍ଗାରକ ବିଶିଷ୍ଟ? 6 ଅଙ୍ଗାରକ ବିଶିଷ୍ଟ। ସେକେଣ୍ଡ କ୍ୱେଶ୍ଚନ ଆନ୍ସର ମଧ୍ୟ ହେଲା ଗ୍ଲୁକୋଜ ଏକ କେତେ ଅଙ୍ଗାରକ ବିଶିଷ୍ଟ ଅଣୁ? ନା 6 ଅଙ୍ଗାରକ ବିଶିଷ୍ଟ ଅଣୁ। କୋଷୀୟ ଶୋଷଣର କେତୋଟି ପର୍ଯ୍ୟାୟ ଅଛି? ମନେ ରଖିବା କୋଷୀୟ ଶୋଷଣର 3ଟି ପର୍ଯ୍ୟାୟ ଅଛି। କ'ଣ କ'ଣ ସେଗୁଡ଼ିକ? ଦେଖନ୍ତୁ ତଳ କୋଶ୍ଚିନରେ ଅଛି। ପ୍ରଥମ ହେଉଛି ଗ୍ଲାଇକୋଲିସିସ୍, ସେକେଣ୍ଡ ହେଉଛି ସାଇଟ୍ରିକ୍ ଅମ୍ଳ ଚକ୍ର, ଥାର୍ଡ ହେଉଛି ଇଲେକ୍ଟ୍ରନ୍ ପରିବହନ ସଂସ୍ଥା। ତାମାନେ ଆର ମଧ୍ୟ ସଠିକ୍ ଆନ୍ସର ଉପରୋକ୍ତ ସମସ୍ତ ହେଲା। ଆଉ ଠିକ୍ ମନେ ରଖିବା ଭିଡ଼ିଓକୁ ସ୍କିପ୍ କରି କରି ଆନ୍ସର ଦେଇକି ଯିବାନି, ଭିଡ଼ିଓକୁ ଭଲ ଭାବରେ ଦେଖିବା। ନିମ୍ନଲିଖିତ କୋଷୀୟ ଶୋଷଣ କେଉଁ ପର୍ଯ୍ୟାୟ? କୋଷୀୟ ଶୋଷଣର ପର୍ଯ୍ୟାୟ କୋଉଟା କୋଉଟା? ନା ପ୍ରଥମ ହେଉଛି ଗ୍ଲାଇକୋଲିସିସ୍, ସେକେଣ୍ଡ ହେଉଛି ସାଇଟ୍ରିକ୍ ଅମ୍ଳ ଚକ୍ର, ଥାର୍ଡ ହେଉଛି ଇଲେକ୍ଟ୍ରନ୍ ପରିବହନ ସଂସ୍ଥା। ନେକ୍ସଟ କ୍ୱେଶ୍ଚନ। ଆଚ୍ଛା ଏବେ ଯେଉଁ 3ଟା ପର୍ଯ୍ୟାୟ କଥା ଆମେ ଜାଣିଲେ କୋଷୀୟ ଶୋଷଣ ଗୋଟେ ଗ୍ଲାଇକୋଲିସିସ୍, ସାଇଟ୍ରିକ୍ ଅମ୍ଳ ଚକ୍ର, ଇଲେକ୍ଟ୍ରନ୍ ପରିବହନ ସଂସ୍ଥା। ବର୍ତ୍ତମାନ ଦେଖିବା କେଉଁଟା କେଉଁଠି ହେଉଛି। ଦେଖନ୍ତୁ 11 କ୍ୱେଶ୍ଚନ ଏକା ପ୍ରକାର କ୍ୱେଶ୍ଚନ ଅଛି ଦେଖିଦେବା। ଦେଖନ୍ତୁ ଗ୍ଲାଇକୋଲିସିସ୍ ପ୍ରଥମ ପର୍ଯ୍ୟାୟଟା ନା ଆମ କୋଷର କୋଉଠି ହେଉଛି? କୋଷ ଜୀବକ। କେଉଁଠି ହେଉଛି? କୋଷ ଜୀବକରେ। ସେଭଳି ସାଇଟ୍ରିକ୍ ଅମ୍ଳ ଚକ୍ର ହେଉଛି କୋଉଠି? ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସରେ। ସେଭଳି ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ଇଏ କୋଉଠି ହେଉଛି? ନା ମାଇଟୋକଣ୍ଡ୍ରିଆର ଅନ୍ତଃଶିଳରେ। ଆର ଅପସନ୍ ତଳେ ଅଛି ଦେଖିଦିଅନ୍ତୁ ଏଠି 3ଟା ଜିନିଷ। ଗ୍ଲାଇକୋଲିସିସ୍ କୋଉଠି ହେଉଛି? ନା କୋଷ ଜୀବକରେ। ସାଇଟ୍ରିକ୍ ଅମ୍ଳ ଚକ୍ର କୋଉଠି ହେଉଛି? ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସରେ। ଇଲେକ୍ଟ୍ରନ୍ ପରିବହନ ସଂସ୍ଥା କୋଉଠି ହେଉଛି? ନା ମାଇଟୋକଣ୍ଡ୍ରିଆର ଅନ୍ତଃଶିଳରେ। ତାହେଲେ ଆର ବି ସଠିକ୍ ଉତ୍ତର ହେବ କ'ଣ? ମାଇଟୋକଣ୍ଡ୍ରିଆର ଅନ୍ତଃଶିଳ। ଦେଖିଦେବା ମାଇଟୋକଣ୍ଡ୍ରିଆର ଅନ୍ତଃଶିଳ। ବର୍ତ୍ତମାନ ଗୋଟେ ଗୋଟେ ପ୍ରୋସେସ୍ ବିଷୟରେ ଛୋଟ ଛୋଟ କ୍ୱେଶ୍ଚନ ଦେଖିବା। ଗ୍ଲାଇକୋଲିସିସ୍ ପ୍ରକ୍ରିୟା କେତୋଟି ସୋପାନରେ ପରିଚାଳିତ ହୁଏ? ଗ୍ଲାଇକୋଲିସିସ୍ କେତେଟା? ନା 2ଟା। ବର୍ତ୍ତମାନ ମନେ କରିବା ଗ୍ଲାଇକୋଲିସିସ୍ ଆ ନାଁ ଏ ଟାଇପ୍ର କାହିଁକି? ଆ ନାଁର ସାମଞ୍ଜସ୍ୟ କେଉଁ ଅଣୁ ସହିତ ଅଛି? ନା ଗ୍ଲୁକୋଜ ସହିତ ଅଛି। ନା ଯେହେତୁ ଗ୍ଲୁକୋଜ ଯେତେବେଳେ କୋଷ ଜୀବକରେ ପ୍ରବେଶ କରେ ସେ ଭାଙ୍ଗିଯାଏ, ଭାଙ୍ଗିକି ଶର୍କରାରେ ପରିଣତ ହୁଏ, ପୁଣି ଶର୍କରାରୁ ସେ ପାଇରୁଭିକ୍ ଅମ୍ଳରେ ପରିଣତ ହୋଇଯାଏ। ଯାହା ବି ଗ୍ଲୁକୋଜ ଅଣୁ ଯେହେତୁ ଏହି ପ୍ରକ୍ରିୟାରେ ଭାଙ୍ଗୁଛି ତେଣୁକରି ଏହାକୁ ଆମେ କ'ଣ କହିବା? ଗ୍ଲାଇକୋଲିସିସ୍ କୁହାଯାଏ। କ'ଣ ଉତ୍ପନ୍ନ କରିବ? 3 କାର୍ବନ ଯୁକ୍ତ ପାଇରୁଭିକ୍ ଅମ୍ଳ ସେ ସୃଷ୍ଟି କରେ। ହେଲା କେତୋଟି ପ୍ରକ୍ରିୟାରେ ଯାଇ ଗ୍ଲାଇକୋଲିସିସ୍ ପ୍ରକ୍ରିୟା ଗ୍ଲୁକୋଜ ଅଣୁ ପାଇରୁଭିକ୍ ଅମ୍ଳ ପରିଣତ ହେବ? ନା 2ଟି ପ୍ରକ୍ରିୟା। ନେକ୍ସଟ କ୍ୱେଶ୍ଚନ ଦେଖିବା ଗ୍ଲୁକୋଜ ଅଣୁ ଗ୍ଲାଇକୋଲିସିସ୍ ପ୍ରକ୍ରିୟା ପରେ କେଉଁଥିରେ ପରିଣତ ହୁଏ? ନା ଗ୍ଲାଇକୋଲିସିସ୍ ପରେ ସେଥିରେ ଆମର ଯେଉଁ ଉପାଦାନ ମିଳେ ତାକୁ ଆମେ କ'ଣ କହିଥାଉ? ପାଇରୁଭିକ୍ ଅମ୍ଳ। ଗ୍ଲୁକୋଜଟା ଆମର କେତେ ଅଙ୍ଗାରକ ଯୁକ୍ତ କହିଥିଲି? 6 ଅଙ୍ଗାରକ ଯୁକ୍ତ। ସେମିତି ପାଇରୁଭିକ୍ ଅମ୍ଳ କେତେ ଅଙ୍ଗାରକ ଯୁକ୍ତ? ନା 3 ଅଙ୍ଗାରକ ଯୁକ୍ତ। ହେଲା ନେକ୍ସଟ ଯିବା। ପାଇରୁଭିକ୍ ଅମ୍ଳ ଏକ କେତେ କାର୍ବନ ବିଶିଷ୍ଟ ଅଣୁ?
जहाँ पायरुविक अम्ल अच्छी एटा केते कार्बन युक्त अच्छे एबे कहली 3 कार्बन युक्त ग्लूकोज 6 कार्बन युक्त कोष जीवक मध्य ग्लूकोज विघटन घटी से पायरुविक अम्ल सृष्टि प्रक्रिया कौन कह सेम क्वेश्चन कोष जीवक ग्लूकोज भांग ग्लूकोज भांगुची माने प्रक्रिया होची कौन ग्लाइकोलिसिस अम्लजान अनुपस्थित ईस्ट कोष ईस्ट कोष 3 कार्बन युक्त पायरुविक अम्ल 2 कार्बन युक्त इथानल सुरासार परिणत प्रक्रिया कहुए प्रथम या देखा पूर्व देखो आम क्वेश्चन भितर ही गोटे क्वेश्चन अच्छी इथानल केते कार्बन युक्त इथानल हूँ 2 कार्बन युक्त बर्तमान क्यों कोष हम ना ईस्ट कोष अर्थात ईस्ट कोष अम्लजान उपस्थित हुए ना अनुपस्थित अम्लजान अनुपस्थित कौन तैयारी हुए इथानल व सुरासार यहाँ कौन कहुए ना आराम से सुरासार किरण सुरासार किरण कि किरण सुरासार किरण सुरासार किरण क्या कहुए ना अम्लजान उपस्थित ईस्ट कोष 3 कार्बन युक्त पायरुविक अम्ल 2 कार्बन युक्त इथानल सुरासार परिणत होगा प्रक्रिया को कौन कहुए सुरासार किरण किंतु यहाँ क्यों कोष हुए ना ईस्ट कोष हुए मन रखा से भली आउट क्वेश्चन अच्छी अम्लजान अभाव पेशी कोष 3 कार्बन युक्त पायरुविक अम्ल 3 कार्बन युक्त लैक्टिक अम्ल परिणत होगा प्रक्रिया कौन कहुए सेम क्वेश्चन अम्लजान अभाव अच्छी किंतु क्यों कोष ना पेशी कोष 3 कार्बन पायरुविक कहीं परिणत हम लैक्टिक अम्ल तमें यह आम कह कि किरण लैक्टिक अम्ल किरण कौन कह लैक्टिक अम्ल किरण क्वेश्चन आसे लैक्टिक अम्ल केते कार्बन युक्त ये 3 कार्बन युक्त जो नेक्स्ट क्वेश्चन को क्यों प्रक्रिया समय बाकुला सृष्टि हम दुईटा 3टा प्रक्रिया देखिले मेन प्रक्रिया गला प्रथम पर्याय गला ग्लूकोज ग्लाइकोलिसिस सेकेंड आम जो ईस्ट कोष आ गोटे पेशी कोष देखिले गोटे का कहला सुरासार किरण आ गोटे का कहला लैक्टिक अम्ल किरण तो ए भर क्यों बाकुला सृष्टि मन रखा लैक्टिक अम्ल किरण समय बाकुला सृष्टि क्यों कोष यहाँ हूँ ना पेशी कोष सेम क्वेश्चन ईस्ट कोष सुरासार किरण हूँ तो पेशी कोष क्यों किरण हम कहली कौन लैक्टिक अम्ल किरण पायरुविक अम्ल माइटोकॉन्ड्रिया बर्तमान देखो कोष जीवक भर प्रवेश करगला कि क्यों कोषर अनुरूपी कम पायरुविक अम्ल क्यों परिणत देखते ईस्ट कोष परिणत होगा से इथानल पेशी कोष कथा देखिए से परिणत होगा लैक्टिक अम्ल जदि से माइटोकॉन्ड्रिया देखा कहीं परिणत कौन कौन निर्गत कर अंगारक अम्ल जल शक्ति कहीं से दुईटी हूँ कौन वायु उपजीवी शोषण कला किंतु एठी हो माइटोकॉन्ड्रिया रे वायु उपजीवी सेटा वायु अपजीवी ये हूँ वायु उपजीवी अंगारक अम्ल जल शक्ति मिले बर्तमान नेक्स्ट पर्याय साइट्रिक अम्ल चक्र बर्तमान को साइट्रिक अम्ल चक्र में ग्राहक अणुर ना कौन ना से ग्राहक अणुर ना हूँ ऑक्जालो एसेटिक एसिड भूल रखाई ऑक्जालो एसेटिक एसिड यह हूँ सठिक उत्तर जहाँ आम सर्टकट कहे ओ ए ऑक्जालो एसेटिक एसिड सठिक आंसर होची ऑक्जालो एसेटिक एसिड साइट्रिक अम्ल चक्र में ग्राहक अणुर ना हूँ कौन ऑक्जालो एसेटिक एसिड साइट्रिक अम्ल चक्र प्रथम पर्यायर माइटोकॉन्ड्रिया मैट्रिक्स एंजाइम द्वारा पायरुविक अम्ल केते कार्बन युक्त सक्रिय अणु परिणत हो पायरुविक अम्ल केते कार्बन युक्त ना 2 कार्बन युक्त सक्रिय अणु परिणत हम केते कार्बन युक्त 2 कार्बन ऑक्जालो एसिटिक एसिड ये हूँ केते कार्बन युक्त 2 कार्बन युक्त साइट्रिक अम्ल केते कार्बन युक्त 6 कार्बन युक्त ताले बर्तमान को ऑक्जालो एसिटिक एसिड हूँ केते 4 कार्बन युक्त बर्तमान जो सक्रिय अणु आसी से केते कार्बन युक्त 2 कार्बन युक्त ताले परिणत हो केते कार्बन युक्त 6 कार्बन युक्त ये हूँ किए साइट्रिक अम्ल क्वेश्चन टी भूल अच्छी ठीक से देखने ऑक्जालो एसिटिक एसिड केते कार्बन युक्त 4 कार्बन युक्त एवं जो ग्राहक जो आसीथिला जे सक्रिय अणु होइकी जहाँ को ऑक्जालो एसिड एसिड ग्रहण कला से केते कार्बन युक्त 2 कार्बन ये 4 कार्बन ये 2 कार्बन केते कार्बन 6 कार्बन तो साइट्रिक अम्ल केते कार्बन युक्त 6 कार्बन युक्त आम साइट्रिक अम्ल चक्र दुईटा सहकारक सृष्टि होती NADH2 गोटे FADH2 तार पूरा ना दिया NADH2 पूरा ना हो कौन रेड्यूस्ड निकोटिनामाइड एडेनाइन डाइन्यूक्लियोटाइड से भाई FADH2 कौन हम ना रेड्यूस्ड फ्लेविन एडेनाइन डाइन्यूक्लियोटाइड नेक्स्ट क्वेश्चन साइट्रिक अम्ल चक्र किए आविष्कार करते साइट्रिक अम्ल चक्र व्यवहार करते किए ना सार हांस क्रेपस कौन तार ना पुराना सार हांस क्रेपस के 1953 मसीह ठीक से मन रखा से ना अनुसार सार हांस क्रेपस ना अनुसार
से साइट्रिक अम्ल चक्र अन्य ना होची कोन ना क्रेबस चक्र हला। बर्तमान तृतीय पर्याय क्वेश्चन आसीगला श्वसन केउं पर्याय जल सृष्टि हुए इंपोर्टेंट क्वेश्चन। श्वसन तीन पर्याय थिला ग्लाइकोलिसिस साइट्रिक अम्ल चक्र और इलेक्ट्रॉन परिवहन संस्था ए तीन केउं पर्याय जल सृष्टि हुए ना इलेक्ट्रॉन परिवहन संस्था मन रखियो। इलेक्ट्रॉन परिवहन संस्थाटी विभिन्न डैश और डैश वाहक अणु द्वारा गठित मन रखिबा। इलेक्ट्रॉन परिवहन संस्थाटी प्रोटॉन और इलेक्ट्रॉन वाहक अणु द्वारा गठित और इलेक्ट्रॉन परिवहन संस्था केउंठी हुए पूर्व क्वेश्चन जाई डिस्कशन करिसंती ना माइटोकॉन्ड्रिया अंतःशिल रे। साइट्रिक अम्ल चक्र केउंठी संपादित हुए ना माइटोकॉन्ड्रिया मैट्रिक्स रे। खाद्यर जारण शक्तिमोचन और अंगारकाम्ल निगमन केउंठी साइट रे आमे यह केवल गोटे कोष रे संपादित हुए गोटे अंगीकार कोषर ये से ना माइटोकॉन्ड्रिया। एथिरे हम पार्ट 1 संपूर्ण होइছে तो नेक्स्ट वीडियो रे हम देखिबा उद्भिद और मनुष्य रे श्वासतंत्र विषय रे। जदि वीडियो भल लागिथिबो लाइक शेयर और कमेंट करी जणाइबे और चैनल सब्सक्राइब मध्य करिवे। धन्यवाद।